हाँ। दिव्य समाचार श्रीमद श्रीअरविंदଙ୍କ ସହ ଘଟିତ 247 ସତ୍ୟ କାହାଣୀ। ମୂଳ ରଚନା ରହିଛି ଶ୍ୟାମ କୁମାରୀଙ୍କର, ରୂପାନ୍ତର ଧ୍ରୁବଚରଣ ହୋତା। ଭାରତଙ୍କୁ ଭାରତୀୟଙ୍କ ଠାରୁ ରକ୍ଷା କର। ଭାରତରେ ସର୍ବତ୍ର ଅସ୍ଥିରତା ଓ ବିଶୃଙ୍ଖଳା ଲାଗି ରହିଥିଲା। କେହି ଜଣେ ମାଙ୍କୁ ପ୍ରାର୍ଥନା କଲେ, ଦୟାକରି ଭାରତକୁ ଭାରତୀୟମାନଙ୍କ କବଳରୁ ଉଦ୍ଧାର କରନ୍ତୁ। ଶ୍ରୀମା ଉତ୍ତରରେ କହିଥିଲେ, ହଁ, ଏହାର ପ୍ରାୟ ଆବଶ୍ୟକତା ପ୍ରତୀୟମାନ ହେଉଅଛି। ସାଧନାରୁ ଛୁଟି। ଆଶ୍ରମର କେତେକ ବିଭାଗ ରବିବାର ଦିନ ଛୁଟି ଦିଅନ୍ତି। ଆଶ୍ରମ ଭୋଜନାଳୟରେ କାର୍ଯ୍ୟ କରୁଥିବା କେହି ଜଣେ ସାଧକ ଦାବି କଲେ, ସେଠାରେ ମଧ୍ୟ ଅନ୍ୟାନ୍ୟ ବିଭାଗ ପରି ଗୋଟିଏ ଦିନ ଛୁଟି ଦିଆଯିବା ବିଧେୟ ଅଟେ। ଭୋଜନାଳୟ ଦାୟିତ୍ୱରେ ଥିବା ସାଧକ ତାଙ୍କୁ ବୁଝାଇଲେ ଯେ, ବ୍ୟବହାରିକ ଦୃଷ୍ଟିକୋଣରୁ ତାଙ୍କର ପ୍ରସ୍ତାବଟି ଗ୍ରହଣୀୟ ନୁହେଁ କିମ୍ବା କାର୍ଯ୍ୟକାରୀ ନୁହେଁ। କିନ୍ତୁ ସେ ତାଙ୍କର ଜିଦରେ ଅଟଳ ରହିଲେ ଓ ଯୁକ୍ତି କଲେ ଯେ, ତାଙ୍କ ପ୍ରସ୍ତାବଟି ଶ୍ରୀମାଙ୍କ ନିକଟକୁ ପ୍ରେରଣା କରାଯାଉ। ମା ଯାହା ସିଦ୍ଧାନ୍ତ ଗ୍ରହଣ କରିବେ, ସେ ତାକୁ ହସ ହସ ମୁଖରେ ଗ୍ରହଣ କରିନେବେ। ଶ୍ରୀମାଙ୍କ ସମ୍ମୁଖରେ ପ୍ରସ୍ତାବଟି ଉପସ୍ଥାପିତ ହୁଅନ୍ତେ ମା ଥଟ୍ଟାରେ ଗମ୍ଭୀର ହୋଇ କହିଲେ, ହଁ, ସେ ଯାହା କହୁଛନ୍ତି ଠିକ କଥା। ଡାଇନିଂ ରୁମ୍ ୱାର୍କର୍ସ ମଧ୍ୟ ଛୁଟି ପାଇବା କଥା। ସେଠାକାର ଦାୟିତ୍ୱରେ ଥିବା ସାଧକ ଶ୍ରୀମାଙ୍କର ଏପରି ନିଷ୍ପତ୍ତି ଶୁଣି ଅବାକ ହୋଇଗଲେ ଏବଂ ବ୍ୟସ୍ତ ହୋଇ ଭାବିବାକୁ ଲାଗିଲେ କିପରି ଭାବରେ ସେ ଏହି ନିଷ୍ପତ୍ତିକୁ ସଂଗଠିତ କରିବେ। ଅଳ୍ପ ସମୟ ନୀରବ ରହିବା ପରେ ଶ୍ରୀମା ପୁନଶ୍ଚ କହିଥିଲେ, କାହିଁକିନା ମା କହିଲେ ନା, ମାନେ ସିରିୟସଲି କହିଛନ୍ତି ଯେ, ହଁ, ଯାହା କହୁଛ ଠିକ କଥା। ଡାଇନିଂ ରୁମ୍ ୱାର୍କର ମାନେ ମଧ୍ୟ ଛୁଟି ପାଇବା କଥା। ତାମାନେ ଗଲା ଖାଇବା ପିଇବା ବି ବନ୍ଦ। ଅଳ୍ପ ସମୟ ନୀରବ ରହିବା ପରେ ଶ୍ରୀମା ପୁନଶ୍ଚ କହିଥିଲେ, ପରନ୍ତୁ ମୋର ଗୋଟିଏ ଛୋଟ ସର୍ତ୍ତ ଅଛି। ତାଙ୍କୁ ଯାଇ କହିଦିଅ, ଯେଉଁମାନେ ଖାଦ୍ୟପେୟ ରନ୍ଧନ ଓ ପ୍ରସ୍ତୁତ କରିବା କାର୍ଯ୍ୟ ସମ୍ପାଦନ କରୁଛନ୍ତି, ସେମାନଙ୍କ ସହ ଯାଇ ସେ କଥାବାର୍ତ୍ତା କରି ଗୋଟିଏ ଦିନ ଛୁଟି କରିବା ପାଇଁ ନିର୍ଦ୍ଦିଷ୍ଟ କରନ୍ତୁ। ସେହି ଦିନଟି ଭୋଜନାଳୟ, ଗୋଶାଳା ଇତ୍ୟାଦି ଯେଉଁ ସମସ୍ତ ବିଭାଗ ଖାଦ୍ୟପେୟ ଯୋଗାଣ ଓ ପ୍ରସ୍ତୁତିକରଣରେ ସାହାଯ୍ୟ କରୁଛନ୍ତି, ସମସ୍ତଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନ ଛୁଟି ନିର୍ଦ୍ଧାରଣ କରିଦେବେ। ସେଦିନ କାହାକୁ କିଛି ଖାଦ୍ୟ ପରିବେଷଣ କରାଯିବ ନାହିଁ ଏବଂ ଯେଉଁମାନେ ନିଜ ଘରେ ରନ୍ଧନ କରୁଛନ୍ତି, ସେମାନେ ମଧ୍ୟ ସେହି ଦିନ ଛୁଟି କରିବେ। ତାଙ୍କୁ କୁହ ସମସ୍ତଙ୍କ ସହ ପରାମର୍ଶ କରି ଗୋଟେ ନିର୍ଦ୍ଦିଷ୍ଟ ଦିନ ସ୍ଥିର କରିବେ, ତାପରେ ଯାଇ ମୋର ସ୍ୱୀକୃତି ପ୍ରଦାନ କରିବି। ଏହାପରେ ମା ଆଉ ଟିକେ ଗମ୍ଭୀର ହୋଇଯାଇ କହିଥିଲେ, ତୁମ ପାଇଁ କାମ ହିଁ ସାଧନା। ଚାକର ଛୁଟି ପାଇବା ବାଞ୍ଛନୀୟ, କିନ୍ତୁ ଯେଉଁମାନଙ୍କ ନିମନ୍ତେ କାମ ହିଁ ସାଧନା, ସେମାନଙ୍କୁ ଛୁଟି ପ୍ରଦାନ କରିବା ଅର୍ଥ ସାଧନାରୁ ଅବକାଶ ଗ୍ରହଣ କରିବା ସଙ୍ଗେ ସମାନ ଅଟେ। ଲେମ୍ବୁ କିଛି କ୍ଷତି ସାଧନ କରେ ନାହିଁ। ପୁରୁଣା ଦିନର କଥା, ଜଣେ ବୟସ୍କା ସାଧିକା ଥାନ୍ତି। ତାଙ୍କର ପାକସ୍ଥଳୀ ଜନିତ ଗୋଳମାଳ ରହିଥାଏ। ସେ ଯାଇ ଶ୍ରୀମାଙ୍କ ନିକଟରେ ସେ ଅସୁବିଧା ଜଣାଇଲେ। ଶ୍ରୀମା ତାଙ୍କ ଉପରେ ଦାବି କରିଥିଲେ, କାହିଁକି ତୁମେ ଖାଉଛ? ହେ ମା, ମୁଁ କିଛି ଖାଇପାରୁନାହିଁ, କେବଳ ଲେମ୍ବୁ ରସ ସେବନ କରୁଅଛି। ଏହି କଥା ବୃଦ୍ଧା ସାଧିକା ମାଙ୍କୁ କହିଲେ। ଶ୍ରୀମା ଦୃଢତା ସହ କହିଲେ, ଲେମ୍ବୁ ରସ କେବେ ହେଲେ କିଛି କ୍ଷତି କରେ ନାହିଁ। ମା, ଥ୍ୟାଙ୍କ ୟୁ ଅଲ୍।